ବୋଉ ଧାନ ଯୋଗାଡ଼ୁଥିବ। ତାପରେ କିଛି ସମୟ ହେଇଯାଏ, ଭୋର ଭୋର ହେଇ ଆସେ। ବୋଉ ଆମମାନଙ୍କ ପାଖକୁ ଯାଏ, ଆମମାନଙ୍କୁ ଉଠିବା ପାଇଁ, ଆମ ଭାଇ ଭଉଣୀମାନଙ୍କୁ। ତାପରେ ବୋଉ ଆମ ଭାଇ ଭଉଣୀ ଡାକ ପକାଏ କି ଉଠି ପଡ଼, ଚୁଲି ପାଖକୁ ବହି ବସ୍ତାନି ଧରିକି ଆସ। ଆମେମାନେ ନିଦ ଭରା ଆଖିରେ ବୋଉ ଡାକ ଶୁଣି ଉଠି ପଡ଼ୁ। ଥରେ ଡାକରେ ତ ଉଠୁନୁ, 4-5 ଥର ଡାକିଲା ପରେ ଆମେମାନେ ଉଠିଯାଉ। ତାପରେ ମୁହଁ ଧୋଇକି ଆଉ ବହି ବସ୍ତାନି ଧରିକି ଚୁଲି ପାଖରେ ବସିଯାଉ। କାହିଁକିନା ସେତେବେଳେ ଥଣ୍ଡା ଥଣ୍ଡା। ଆମେ ଭାଇ ଭଉଣୀ ନିଦ ଭରା ଆଖିରେ ବହି ବସ୍ତାନି ଖୋଲିକି ପାଠ ପଢ଼ୁଥାଉ। ତାହା କିଛି ସମୟ ପରେ ବୋଉ ତାର କିଛି ଆଳୁ ସାରୁ ଆଣିକି ଗୋଟେ କପଡ଼ାରେ ବାନ୍ଧି ଧାନ ଭିତରେ ପୋତି ଦିଏ। ଆମେ କହୁ ତାକୁ କ'ଣ କରିବୁ? କାହିଁ ସକାଳ ପଖାଳ ଲଗେଇକି ଖାଇବ, ଭର୍ତ୍ତା କଲେ ଖାଇବ। ଆମେ ସେଠି ପଢ଼ୁଥାଉ ଆଉ ଏହିସବୁ ଦେଖୁଥାଉ। ସତରେ ଆଉ କ'ଣ ସେ ଦିନ ଆସିବ?